ଏ ଶୀତ ଯେମିତି ହେଉଛି ନା ଚୁଲି ମୁଣ୍ଡକୁ ଆଉ କିଏ ଛାଡ଼ୁଛି। ସେଥିପାଇଁ ମୁଁ ଜାନନ୍ଦ ଶାଶୁ ମିଶି ଚେକି ହେଉଛନ୍ତି ଚୁଲି ପାଖରେ। ତ ତାଙ୍କୁ ଦେଖି ମୁଁ ଟିକେ ବସିଗଲି ଚୁଲି ମୁଣ୍ଡରେ। ମୋତେ ବି ବହୁତ ଜୋରରେ ଥଣ୍ଡା ଲାଗୁଥିଲା, ତ ସେଥିପାଇଁ ଟିକେ ବସିଗଲି। ଚାହା ବି ପିଇଦେଲି, ସେକି ହେଇକି ଟିକେ ବାରିକି ଚାଲି ଆସିଲି। କାହିଁକିନା ସକାଳୁ ସକାଳୁ ଭୋର ସମୟ ବାରିର ଦୃଶ୍ୟଟା ବହୁତ ଭଲ ଲାଗେ, ତ ସେଥିପାଇଁ ପଳେଇ ଆସିଥିଲି। ତ ଏପଟେ ଦେଖନ୍ତୁ ବାଇଗଣ ଗଛଟା କେମିତି ମାଙ୍କଡ଼ମାନଙ୍କ ଆକ୍ରମଣରୁ ବଞ୍ଚେଇବାକୁ ଯାଇ ତାକୁ ଆମେ ଘୋଡ଼େଇକି ରଖିଛୁ। ତ ସେପଟେ ମୋ ବଡ଼ ଯାଆ ବେଲପତ୍ର ତୋଳୁଛନ୍ତି ଗଛରେ ଖାଇବା ପାଇଁ। କାହିଁକିନା କିଛି ଗୋଟେ ଔଷଧୀୟ ଗୁଣ ଅଛି। ତ ସକାଳୁ ସକାଳୁ କ'ଣ ପାଇଁ ଖାଆନ୍ତି ବେଲପତ୍ର ମୋତେ କମେଣ୍ଟ ଦ୍ୱାରା ନିଶ୍ଚିତ ଜଣାଇବେ। ଏପଟେ ମୋର ମନ୍ଦାର ଗଛରେ 3ଟା ଫୁଲ ହେଇଥିଲା, କିନ୍ତୁ ଆମର ଠାକୁର ପୂଜା ସରିଯାଇଥିଲା ତ ଦେଖିନଥିଲୁ। ମୋ ଯାଆ ତାକୁ ତୋଳିକି ନେଇଗଲେ ଘରକୁ। ତ ସେପଟେ ଦେଖନ୍ତୁ ମୋ ସେବତୀ ଗଛରେ କେତେ ସୁନ୍ଦର ଫୁଲ କଡ଼ ଆସିଯାଇଛି। ବହୁତ ଖୁସି ଲାଗୁଛି ତାକୁ ଦେଖିକି, କାହିଁକିନା ତାକୁ ମୁଁ ବହୁତ ଯତ୍ନ ନେଇଥିଲି, ତ ସେଥିପାଇଁ ଏତେ ସାରା ଫୁଲ କଡ଼ ଆସିପାରିଲା। ତ ଏପଟେ ମୋର ସାୟା କାମ ଷ୍ଟାର୍ଟ ହେଇଗଲା, ସିଲେଇ କାମ ଷ୍ଟାର୍ଟ ହେଇଗଲା। କିଛି ଅର୍ଡ଼ର ଆସିଥିଲା, ତ ମୁଁ ଚାଲିଲି ସିଲେଇ କରିବାକୁ। ଭିଡ଼ିଓଟି ଭଲ ଲାଗିଥିବ ଯଦି ମୋତେ ସବସ୍କ୍ରାଇବ୍ କରିଦେବେ, ଲାଇକ୍ କରିଦେବେ। ରହିଲି, ଜୟ ଜଗନ୍ନାଥ।